ଆଜ୍ଞା ଭିଡିଓଟି ହଉଛି ଉତ୍ତର ପ୍ରଦେଶର ଯୋଉଠି ଦେଖନ୍ତୁ ଛୋଟ ଛୋଟ ପିଲାମାନେ ବୟସ ତାଙ୍କର 18 ରୁ 20 ବର୍ଷ ଭିତରେ କୋଉ ଭଳିଆ ଭିକାରୀ ଗେଟଅପ୍ ନେଇକି ବୁଲି ବୁଲିକି ଭିକ ମାଗୁଛନ୍ତି ଗୋଟେ ଗୋଟେ ମାଳ ଗଳେଇ ଦେଇକି ନିଜକୁ ହିନ୍ଦୁର ପରିଚୟ ଦେଇକି କିନ୍ତୁ ଆଜ୍ଞା ମାନେ ହିନ୍ଦୁ ନୁହନ୍ତି। ଟଙ୍କା ରୋଜଗାର କରିବାର କୋଉ ଭଳିଆ ଫଣ୍ଡା ସବୁ ଆପଣଉଛନ୍ତି ଆଜିର ଯୁବ ସମାଜ ସେଇଟା ଆପଣ ଦେଖନ୍ତୁ। ଏ ଭାଇ ଜଣକ ଯୋଉ ତାଙ୍କୁ ବାଡା ବାଡି କରୁଛନ୍ତି ସେ ତାଙ୍କୁ ଅଟକେଇକି ପଚାରିଲେ ଗାୟତ୍ରୀ ମନ୍ତ୍ର ଜପ କର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କର କିନ୍ତୁ ଆଜ୍ଞା ସେମାନେ ଜପ କରିପାରିଲେ ନାହିଁ। ସେମାନେ ଅନୁମାନ କରନ୍ତୁ ଜଣେ ସାଧୁ ବେଶ ଧରିଛି ନିଜକୁ ସାଧୁ ବୋଲିକି ଏ ସମାଜରେ ସିଏ ନିଜକୁ ପ୍ରକାଶ କରୁ ଜଣଉଛି କି ମୁଁ ଜଣେ ସାଧୁ କିନ୍ତୁ ତାକୁ ଗାୟତ୍ରୀ ମନ୍ତ୍ର ଆସୁନି କି ମହାମୃତ୍ୟୁଞ୍ଜୟ ମନ୍ତ୍ର ଆସୁନି ତାପରେ ସେ ଭାଇ ଜଣକ ତାକୁ କେମିତି ଉତ୍ତମ ମଧ୍ୟମ ଦଉଛନ୍ତି ଆପଣ ମାନେ ଏଇ ଭିଡିଓରୁ ଦେଖିକି ଜାଣିପାରୁଥିବେ। ତେଣୁ ଆପଣ ମାନଙ୍କୁ ମୋର ଗୋଟିଏ ଅନୁରୋଧ ଯଦି ଆପଣ ମାନଙ୍କ ଅଞ୍ଚଳକୁ ଏଇଭଳି ପ୍ରକାର ଟାଉଟରିଗିରି କରିବା ପାଇଁ ସବୁ ଆସୁଥିବେ ସାଧୁ ବେଶରେ ଭିକ ମାଗିବା ଆଳରେ ଏଇଭଳି ସବୁ ପ୍ରକାରର ସବୁ ବହୁତ ଆଡେ ବୁଲୁଛନ୍ତି ଆଜ୍ଞା ମୁଁ ନିଜେ ଦେଖିଛି। ସେମାନଙ୍କୁ ଧରିବେ ବହେ ବାଡେଇବେ। ଆଜିକା ଡେଟରେ ଟଙ୍କା ରୋଜଗାର କରିବାର ସବୁ ବହୁତ ପ୍ରକାରର ସହଜ ରାସ୍ତା ଆପଣେଇଲେଣି ଆଜିର ଯୁବ ସମାଜରେ ଏଇଭଳି କିଛିଟା ଯୁବକ ମାନେ ଆପଣ ମାନେ ଭିଡିଓ ଦେଖନ୍ତୁ ଆପଣ ମାନେ କୁହନ୍ତୁ ପ୍ରକୃତରେ କଣ ଏଇମାନେ ସାଧୁ ଭଳିଆ ଦେଖାଉଛନ୍ତି? ନାଇଁ ଆଜ୍ଞା ତେଣୁ ଆପଣ ମାନଙ୍କୁ ଗୋଟିଏ ଅନୁରୋଧ ଦୟାକରି ଜୀବନରେ ଏଇଭଳି ଚୋର ଟାଉଟର ଏଇଭଳି ପ୍ରକାର ଯୋଉ ସାଧୁ ବେଶରେ ଆସିକି ଚୋରି କରିବା ପ୍ଲାନିଂ ରେ ସବୁ ଆସୁଛନ୍ତି ପ୍ରତ୍ୟେକ ଗାଁ ବୁଲୁଛନ୍ତି ଟାର୍ଗେଟ କରିକି ରାତିରେ ଚୋରି କରିବାର ଗୋଟେ ଗୋଟେ ବାଟ ସେମାନଙ୍କୁ ମିଳିଯାଉଛି। ଏଇମାନଙ୍କୁ ଯୋଉଠି ବି ଦେଖିବେ ବହେ ସେକିବା ଆରମ୍ଭ କରିବେ ଆଜ୍ଞା ନହେଲେ ଏସବୁ ଯଦି ଆପଣ ନ କରୁଛନ୍ତି ଆପଣ ମାନେ ହିଁ ବିପଦରେ ପଡିବେ। ଜୟ ଜଗନ୍ନାଥ।